ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଞ୍ଜିଆଗୁଡ଼ାରେ ପାଳିତ ହୋଇସାରିଛି ସ୍ୱାଧୀନତା ଦିବସ। ପିଲାମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆରମ୍ଭ କରିଥିଲେ ପ୍ରଭାତ ଫେରି କାର୍ଯ୍ୟକ୍ରମ। ହର୍ ଘର୍ ତିରଙ୍ଗାର ସ୍ଲୋଗାନ ସହିତ ପିଲାମାନେ ଗାଇ ଉଠିଥିଲେ ରଘୁପତି ରାଘବ ରାଜା ରାମ। ଆମେ ଭାରତୀୟ, ଆମେ ସ୍ୱାଧୀନ, ତ୍ରିରଙ୍ଗା ଆମର ଦେଶ ସମ୍ମାନ। हर घर तिरंगा, हर घर तिरंगा, हर घर तिरंगा। रघुपति राघव राजा राम, पतित पावन सीताराम। रघुपति राघव राजा राम, पतित पावन सीताराम। ईश्वर अल्लाह तेरो नाम, सबको सन्मति दे भगवान। ईश्वर अल्लाह तेरो नाम, सबको सम्मति दे भगवान। रघुपति राघव राजा राम, पतित पावन सीताराम। रघुपति राघव राजा राम, पतित पावन सीताराम। ଏହା ପରେ ପରେ ବିଦ୍ୟାଳୟ ପ୍ରାଙ୍ଗଣ ଭିତରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୁନ୍ଦର ଭାବରେ ସୁସଜ୍ଜିତ ପତାକା ଉଡ଼ାଇବା ସ୍ଥଳ ଚାରିପଟେ ପିଲାମାନେ ଘେରି ରହିଥିଲେ ଏବଂ ଖୁସିରେ ପାଳନ କରୁଥିଲେ ଅଗଷ୍ଟ 15 ସ୍ୱାଧୀନତା ଦିବସ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାସିନୀ ପୂଜାରୀ ପତାକାକୁ ଉତ୍ତୋଳନ କରିଥିଲେ। भाग्य विधाता जय हे, जय हे, जय हे, जय 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 हे। ଜାତୀୟ ସଙ୍ଗୀତ ଗାନ ପରେ ପରେ ସ୍ଲୋଗାନ ଦିଆଯାଇଥିଲା ଏବଂ ତାପରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଏବଂ ପିଲାମାନଙ୍କର ବକ୍ତବ୍ୟ ରଖାଯାଇଥିଲା। ସମସ୍ତଙ୍କୁ ଜଣାଉଛି ଆଜି ଦିନ ଆମର ସ୍ୱାଧୀନ ହେଇଥିଲା। ଆଜିକୁ 78 ବର୍ଷ ହେଲା ସ୍ୱାଧୀନ ହେଇକି। ଆଜି ସ୍ୱାଧୀନ କରିବା ପାଇଁ ଆମକୁ ସ୍ୱାଧୀନତା ସଂଗ୍ରାମୀ ମାନେ ବହୁତ ବଳିଦାନ। ନମସ୍କାର, ହ୍ୟାପି ଇଣ୍ଡିପେଣ୍ଡେନ୍ସ ଡେ। ସମ୍ମାନୀୟ ବଡ଼ ଦିଦି ଓ ଦିଦିମାନେ, ମୋର ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ଅଗଷ୍ଟ 15 ସ୍ୱାଧୀନତା ଦିବସ। ଆଜି ଏ ଦିନ ଆମେ ତିରଙ୍ଗା ଉଡ଼ାଉ। ଆମେ ମାଇକ୍ରେ ଗୀତ ଗାଉ। ଆଉ ଯେଉଁମାନେ ଇଂରାଜୀ ଥାନାରୁ ଆମକୁ ଥିଲେ ଆମେ ତାଙ୍କୁ ମନେ ପକାଉ। ତାଙ୍କରୁ ଆମେ ଶପଥ ନେଉ। ଜୟ ହିନ୍ଦ, ଜୟ ଭାରତ। ଏହି ଦୁନିଆକୁ ସ୍ୱାଧୀନ କରିବା ଲୋକମାନେ ହେଉଛନ୍ତି ସୁଭାଷ ବୋଷ, ଆଉ ଗାନ୍ଧୀଜୀ, ନେହେରୁ, ଆଉ ମଧୁବାବୁ। ଏଇମାନେ ସବୁ ଅନେକ ଲୋକ ଆମ ଦୁନିଆକୁ ସ୍ୱାଧୀନ କରିଥିଲେ। ମାସ ଦିନ ଦଣ୍ଡ କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଏହା ଅର୍ଥ ହେଉଛି ଆମେ ମାନବ କର୍ମ କିଛି କରିବା। ଆମକୁ ତ ଆମ ନେତାମାନେ ସ୍ୱାଧୀନତା ଯୋଗାଇ ଦେଇଛନ୍ତି। ଆମେ ସ୍ୱାଧୀନତାର ମାନେ କ'ଣ ଆଜି ଆମେ ବୁଝିବା। ତା ବିଷୟରେ ଗୁରୁଜ ଗୁରୁମା, ମୋର ଛୋଟ ଭାଇ ଓ ଭଉଣୀମାନେ, ଆଜି ହେଉଛି ଅଗଷ୍ଟ
ମୁଁ କିଛି କହିବାକୁ ଯାଉଛି, ଭୁଲ ଥିଲେ କ୍ଷମା କରିଦେବେ। ଆଜି ହେଉଛି ଅଗଷ୍ଟ 15 ତାରିଖ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ଆମ ଦେଶ ସ୍ୱାଧୀନ କରୁଥିବା ଲୋକମାନେ ହେଲେ ଗାନ୍ଧୀଜୀ, ସୁଭାଷ ଚନ୍ଦ୍ର ବୋଷ, ଅନେକ ଲୋକମାନେ ଆମ ଦେଶ ପାଇଁ ଜୀବନ ଦେଇଥିଲେ। ଆଜି ହେଉଛି ଅଗଷ୍ଟ 15 ତାରିଖ। ଏଇ ଦିନ ଆମେ ସ୍ୱାଧୀନ କରୁଥିଲୁ 1947 ମସିହାରେ। ହ୍ୟାପି ଇଣ୍ଡିପେଣ୍ଡେନ୍ସ ଡେ। ଇଣ୍ଡିପେଣ୍ଡେନ୍ସ ଡେ କହିଲେ ସ୍ୱାଧୀନତା ଦିବସ, ନାଇଁ କି? ଆମେ ସ୍ୱାଧୀନତା ଦିବସରେ ଖୁସି ହେବା। କାହିଁକି ଖୁସି ହେବା? ସ୍ୱାଧୀନ ହୋଇଥିଲେ। ତାହେଲେ ତା ଆଗରୁ କ'ଣ ହେଇଥିଲେ? ବାସ୍, ତା ଆଗରୁ ଆମକୁ ଇଂରେଜ ମାନେ ଶାସନ କରୁଥିଲେ ଆଉ ଭାରି କଷ୍ଟ ଦେଉଥିଲେ ପିଲାମାନେ। 15 ତାରିଖରେ ଆମ ଦେଶରୁ ଇଂରେଜ ମାନଙ୍କୁ ତଡ଼ି ଦିଆଗଲା। ଭାରତକୁ ଛାଡ଼ିକି ତମେ ଚାଲିଯାଅ, ତମର ଶାସନ ଆମକୁ ଦରକାର ନାହିଁ, ଆମେ ଆମକୁ ଶାସନ କରିବୁ। ବୁଝିହେଲା? ତ ଇଂରେଜ ମାନେ ଆଜିର ଦିନରେ ଆମ ଦେଶରୁ ଚାଲି ଯାଇଥିଲେ। ଆମକୁ ଯେଉଁ ହଇରାଣ କରୁଥିଲେ ସେଥିରୁ ଆମେ ମୁକ୍ତ ହେଲେ, ଆଜି ସ୍ୱାଧୀନ ହେଲେ। ତାଙ୍କ ଅଧୀନରୁ ନିଜ ଅଧୀନକୁ ଆସିଲେ, ପର ଅଧୀନରୁ ନିଜ ଅଧୀନକୁ ଆସିଲେ। ସ୍ୱ ଅଧୀନ ସ୍ୱାଧୀନ। ଏହା ପରେ ପରେ ବିଦ୍ୟାଳୟରେ ଆରମ୍ଭ କରାଯାଇଥିଲା ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ। सबसे आगे होंगे हिंदुस्तानी। हमने कहा है तुम भी कहो, हमने कहा है तो तुम भी कहो। ପରିଶେଷରେ ପିଲାମାନେ ମଧ୍ୟାହ୍ନ ଭୋଜନ କରିଥିଲେ ଏବଂ ଗଲାବେଳକୁ ମିଠା, ବିସ୍କୁଟ, ଚକୋଲେଟ୍ ନେଇ ଖୁସିରେ ଘରକୁ ଫେରିଥିଲେ। ଧନ୍ୟବାଦ।